ओम शांति। आज 24/4/2026 साकार महावाक्य। मधुर संतान माने एबे घर को फेरिबा को हेबो। सेथिबाई देह भान को भूली निजको अशरीरी आत्मा भाव समस्तଙ୍କ ठारो ममत्व तुटाई दियो। प्रश्न, संगम जुगरे तुमे संतान माने बाबाଙ୍କ ठारो केउ बुद्धि शिखुछ? उत्तर, तम प्रधानर सत प्रधान किपरि हेबु, निजर भाग्य किपरि श्रेष्ठ बनाइबु, ए बुद्धि एबे ही तुमे शिखुछ। जिए जेते जोगयुक्त एवं ज्ञानयुक्त होइछन्ति तांकर सेतिके उन्नति होई चलिथाए। उन्नति करुथिबा संतान माने केबे भी लुचि रही परिबे नाही। बाबा प्रत्येक पिलामानकर चालिचलनରୁ बुझी पारुछन्ति कि केउ संतान निजर उच्च भाग्य बनाउछन्ति। गीत मरना तेरी गली में जिना तेरी गली में। ओम शांति। सबु पिलामाने एही गीत शुणिले। पिलामाने कहिबा द्वारा सबु सेंटरर पिलामाने जानि जान्ति जे बाबा आम ब्राह्मण संतान मानक पई कहउछन्ति जे पिलामाने एही गीत शुणिल। एहार अर्थ बंची थाउ थाउ बाबांको गଳାर हार हेबा अर्थात मूलवतनକୁ ଯାଇ ବାବାଙ୍କ ଘରେ ରହିବା। ତାହା ଶିବ ବାବାଙ୍କ ଘର ଅଟେ ନା, ଯେଉଁଠି ସବୁ ଶାଳଗ୍ରାମମାନେ ରହିଥାନ୍ତି। ସନ୍ତାନମାନେ ବ୍ରାହ୍ମଣ କୁଳ ଭୂଷଣ ସୁଦର୍ଶନ ଚକ୍ରଧାରୀମାନେ ଜାଣିଛନ୍ତି ଯେ ବାସ୍ତବରେ ସେହି ବାବା ଆସିଛନ୍ତି। କହୁଛନ୍ତି ଏବେ ତୁମକୁ ଅଶରୀରୀ ହେବାର ଅଛି, ଅର୍ଥାତ୍ ଦେହର ଅଭିମାନକୁ ଭୁଲିବାର ଅଛି। ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ। ଏହି ଶରୀରକୁ ଛାଡ଼ିବାକୁ ହେବ, ଅର୍ଥାତ୍ ସମସ୍ତଙ୍କୁ ଛାଡ଼ିବାକୁ ହେବ। କାହିଁକି ନା ଏହି ଦୁନିଆ ହିଁ ବିନାଶ ହେବାର ଅଛି। ତେଣୁ ଏବେ ଘରକୁ ଫେରିବାକୁ ହେବ। ସବୁ ସନ୍ତାନମାନେ ଏବେ ଖୁସି ହେଉଛନ୍ତି, କାହିଁକି ନା ଅଧାକଳ୍ପ ଘରକୁ ଯିବା ପାଇଁ ବହୁତ ଧକ୍କା ଖାଇଛନ୍ତି, କିନ୍ତୁ ରାସ୍ତା ମିଳିଲା ନାହିଁ। ଆହୁରି ହିଁ ଭକ୍ତିମାର୍ଗର ଆଡ଼ମ୍ବର ଦେଖି ମନୁଷ୍ୟ ଛନ୍ଦି ହୋଇଯାନ୍ତି। ଏହା ହେଉଛି ଭକ୍ତିମାର୍ଗର ପଙ୍କ, ଯେଉଁଠି ମନୁଷ୍ୟମାନେ ଗୋଳା ପର୍ଯ୍ୟନ୍ତ ବୁଡ଼ି ଯାଇଛନ୍ତି। ଏବେ ପିଲାମାନେ କହୁଛନ୍ତି ବାବା ଆମେ ପୁରୁଣା ଦୁନିଆ ପୁରୁଣା ଶରୀରକୁ ଭୁଲୁଛୁ। ବର୍ତ୍ତମାନ ଆପଣଙ୍କ ସହିତ ଅଶରୀରୀ ହୋଇ ଘରକୁ ଯିବୁ। ସମସ୍ତଙ୍କର ବୁଦ୍ଧିରେ ଅଛି ଯେ ପରମପିତା ପରମାତ୍ମା ଆମକୁ ନେବା ପାଇଁ ପରମଧାମରୁ ଆସିଛନ୍ତି। କେବଳ କହୁଛନ୍ତି ତୁମେ ପବିତ୍ର ହୋଇ ମୋତେ ମନେ ପକାଅ। ବଞ୍ଚି ଥାଉ ଥାଉ ମରିବାର ଅଛି। ତୁମେ ଜାଣିଛ ସେଠି ଘରେ ଆତ୍ମାମାନେ ରୁହନ୍ତି। ଆତ୍ମା ତ ବିନ୍ଦୁ ରୂପରେ ଥାଏ। ନିରାକାରୀ ଦୁନିଆକୁ ସବୁ ଆତ୍ମାମାନେ ଚାଲିଯିବେ। ଯେତିକି ମନୁଷ୍ୟ ଅଛନ୍ତି ସେତିକି ଆତ୍ମା ସେଠାରେ ରହିବେ। ଆତ୍ମାମାନେ ସେହି ମହତ୍ତତ୍ୱରେ କେତେ ସ୍ଥାନ ନେଇଥାନ୍ତି। ଶରୀର ତ ଏତେ ବଡ଼ ଅଟେ, କେତେ ସ୍ଥାନ ନେଉଛି, କିନ୍ତୁ ଆତ୍ମାକୁ କେତେ କମ୍ ଜାଗା ଦରକାର। ଆମେ ଆତ୍ମାମାନେ କେତେ ଛୋଟ ସ୍ଥାନ ନେବା, ବହୁତ କମ୍। ପିଲାମାନଙ୍କୁ ଏହିସବୁ କଥା ଶୁଣିବାର ସୌଭାଗ୍ୟ ଏବେ ମିଳିଛି। ବାବା ହିଁ କହୁଛନ୍ତି କି ତୁମେ ଅଶରୀରୀ ହୋଇ ଆସିଥିଲ, ପୁଣି ଶରୀର ଧାରଣ କରି ଅଭିନୟ କଲ। ଏବେ ପୁନଃ ବଞ୍ଚି ଥାଉ ଥାଉ ମରିବାକୁ ହେବ, ସମସ୍ତଙ୍କୁ ଭୁଲିବାକୁ ହେବ। ବାବା ଆସି ମରିବା ଶିଖାଉଛନ୍ତି। କହୁଛନ୍ତି ଯେ ନିଜ ପିତାଙ୍କୁ ନିଜ ଘରକୁ ମନେ ପକାଅ, ଖୁବ୍ ପୁରୁଷାର୍ଥ କର। ଯୋଗରେ ରହିଲେ ପାପ ନାଶ ହେବ, ପୁଣି ଆତ୍ମା ତମ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। ସେଥିପାଇଁ ବାବା ରାୟ ଦେଉଛନ୍ତି। କଳ୍ପ ପୂର୍ବେ ମଧ୍ୟ କହିଥିଲି ଯେ ଦେହର ସର୍ବସମ୍ମତ ଛାଡ଼ି ମୋତେ ମନେ ପକାଅ। ସିଏ ସମସ୍ତଙ୍କର ପିତା ଅଟନ୍ତି ନା। ତୁମେ ହେଉଛ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ସନ୍ତାନ, ଯେଉଁମାନେ କି ଜ୍ଞାନ ପାଇ ଚାଲିଛ। ତୁମେ ଶିବଙ୍କର ସନ୍ତାନ ତ ଅଟ, ଏହି ନିଶ୍ଚୟ ତ ସମସ୍ତଙ୍କର ଅଛି। ଆମେ ଭଗବାନଙ୍କର ସନ୍ତାନ ଅଟୁ, କିନ୍ତୁ ତାଙ୍କର ନାମ ରୂପ ଦେଶ କାଳକୁ ଭୁଲିବା କାରଣରୁ ଭଗବାନଙ୍କ ପ୍ରତି କାହାର ମଧ୍ୟ ଏତେ ସ୍ନେହ ରହୁନାହିଁ। ଏଥିରେ କାହାକୁ ଦୋଷ ଦିଆଯାଉ ନାହିଁ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ବାବା ବୁଝାଉଛନ୍ତି କି ତୁମେ ଆତ୍ମା କେତେ ଛୋଟ ବିନ୍ଦୁ ଅଟ, ସେଥିରେ 84 ଜନ୍ମର ଅଭିନୟ ଭରି ହୋଇ ରହିଛି। ଏହା କେତେ ଆଶ୍ଚର୍ଯ୍ୟଜନକ କଥା। ଆତ୍ମା କିପରି ଶରୀର ନେଇ ଅଭିନୟ କରୁଛି, ଏବେ ତୁମେ ବେହଦର ଅଭିନୟକୁ ଜାଣିପାରିଛ। ଏହି ଜ୍ଞାନ ଆଉ କାହା ପାଖରେ ନାହିଁ। ତୁମେ ମଧ୍ୟ ଦେହୀ ଅଭିମାନୀ ଥିଲ, ଏବେ ତୁମେ କେତେ ପରିବର୍ତ୍ତିତ ହୋଇଛ, ତାହା ମଧ୍ୟ ପ୍ରତ୍ୟେକଙ୍କର ଭାଗ୍ୟ ଅନୁସାରେ ହେଉଛି। କଳ୍ପ ପୂର୍ବେ ଭାଗ୍ୟର ଏବେ ସାକ୍ଷାତକାର ହେଉଛି। ଦୁନିଆରେ ବହୁତ ମନୁଷ୍ୟ ଅଛନ୍ତି, ସମସ୍ତଙ୍କର ନିଜ ନିଜର ଭାଗ୍ୟ ଅଛି। ଯେପରି ଯିଏ କର୍ମ କରିଛନ୍ତି ସେହି ଅନୁସାରେ ଦୁଃଖୀ ସୁଖୀ ସାହୁକାର ଗରିବ ହୁଅନ୍ତି। ଆତ୍ମା ଏହିପରି ସ୍ଥିତିକୁ ପ୍ରାପ୍ତ କରେ। ଆତ୍ମା କିପରି ସୁଖୀ ହୁଏ, କିପରି ଦୁଃଖୀ ହୁଏ, ଏହା ବାବା ଆସି ବୁଝାଉଛନ୍ତି। ତମ ପ୍ରଧାନରୁ ସତ ପ୍ରଧାନ ହେବାର ବୁଦ୍ଧି ବାବା ହିଁ କଳ୍ପ ପୂର୍ବ ସଦୃଶ ଶିଖାଉଛନ୍ତି। ଯିଏ ଯେତିକି
ବୁଦ୍ଧି ପାଇଛନ୍ତି ସେତିକି ଏବେ ପାଉଛନ୍ତି। ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଭାଗ୍ୟକୁ ଜାଣିଯିବେ। ପୁଣି କହିବେ କଳ୍ପ ଏହିପରି ହିଁ ସମସ୍ତଙ୍କର ଭାଗ୍ୟ ରହିବ। ଯିଏ ବହୁତ ଯୋଗଯୁକ୍ତ ଜ୍ଞାନଯୁକ୍ତ ହୋଇଥିବେ ସିଏ ସେତେ ସେବା ମଧ୍ୟ କରିଚାଲିବେ। ପାଠପଢ଼ାରେ ସର୍ବଦା ଉନ୍ନତି ହୋଇ ଚାଲିଥାଏ। କେତେକ ସନ୍ତାନମାନଙ୍କର ଶୀଘ୍ର ଉନ୍ନତି ହୋଇଥାଏ, କେତେକ ବହୁତ ମୁଣ୍ଡ ଖର୍ଚ୍ଚ କରିଥାନ୍ତି। ଏଠାରେ ମଧ୍ୟ ସେହିପରି ହେଉଛି। କଳ୍ପପୂର୍ବ ସଦୃଶ ଯିଏ ଉନ୍ନତି କରୁଛନ୍ତି ସେ ଲୁଚି ରହିପାରିବେ ନାହିଁ। ବାବା ତ ଜାଣିଛନ୍ତି ନା ସମସ୍ତଙ୍କର କନେକ୍ସନ୍ ଶିବବାବାଙ୍କ ସହିତ ଅଛି। ବ୍ରହ୍ମା ବାବା ମଧ୍ୟ ପିଲାମାନଙ୍କର ଚାଲିଚଳନ ଦେଖି ବୁଝି ଯାଉଛନ୍ତି, ଶିବ ବାବା ମଧ୍ୟ ଦେଖୁଛନ୍ତି। ଯଦି କେହି ବି ବ୍ରହ୍ମାଙ୍କ ଠାରୁ କିଛି ଲୁଚାଇବେ କିନ୍ତୁ ଶିବ ବାବାଙ୍କ ଠାରୁ ଲୁଚାଇ ପାରିବେ ନାହିଁ। ଭକ୍ତି ମାର୍ଗରେ ମଧ୍ୟ ପରମାତ୍ମାଙ୍କ ପାଖରେ ଲୁଚାଇ ପାରନ୍ତି ନାହିଁ, ତେବେ ଜ୍ଞାନ ମାର୍ଗରେ କିପରି ଲୁଚାଇ ପାରିବେ? ବାବା ବୁଝାଉଛନ୍ତି ପାଠପଢ଼ା ତ ବହୁତ ସହଜ ଅଟେ, କର୍ମ ବି କରିବାର ଅଛି। ମିତ୍ର ସମ୍ବନ୍ଧୀମାନଙ୍କ ସହିତ ପୁରୁଣା ଦୁନିଆରେ ହିଁ ରହିବାକୁ ହେବ। ସେଠାରେ ରହି ମେହନତ କରିବାର ଅଛି। ଭଲ ପ୍ରୟାସ ରହିଲେ ଏଇଠି ରହି ପୁରୁଷାର୍ଥ କରୁଥିବା ସନ୍ତାନମାନଙ୍କ ଠାରୁ ଘରେ ରହି ପୁରୁଷାର୍ଥ କରୁଥିବା ସନ୍ତାନମାନେ ତୀକ୍ଷ୍ଣ ହୋଇଯାଇପାରିବେ। ଶାସ୍ତ୍ରରେ ଅର୍ଜୁନ ଏବଂ ଏକଲବ୍ୟର ଦୃଷ୍ଟାନ୍ତ ଅଛି ନା। ଯଦିଓ ଏକଲବ୍ୟ ବାହାରେ ରହୁଥିଲା କିନ୍ତୁ ସିଏ ଅଭ୍ୟାସ ଦ୍ୱାରା ଅର୍ଜୁନଙ୍କ ଠାରୁ ମଧ୍ୟ ତୀର ଚଳାଇବାରେ ଦକ୍ଷ ହୋଇଗଲା। ତେବେ ଗୃହସ୍ଥ ବ୍ୟବହାରରେ ରହି କମଳପୁଷ୍ପ ସମାନ ରହିବାର ଅଛି। ଏହାର ମଧ୍ୟ ଦୃଷ୍ଟାନ୍ତ ତୁମେ ଦେଖିବ। ସେମାନେ ଗୃହସ୍ଥ ବ୍ୟବହାରରେ ରହି ବହୁତ ଉତ୍ତମ ସେବା କରିପାରିବେ। ସେମାନେ ଅଧିକ ସଂଖ୍ୟାରେ ବୃଦ୍ଧି ହୋଇ ଚାଲିବେ। ଏଇଠି ରହୁଥିବା ଆତ୍ମାମାନଙ୍କୁ ମଧ୍ୟ ମାୟା ଛାଡ଼ୁନାହିଁ। ଏପରି ନୁହେଁ ଯେ ବାବାଙ୍କ ପାଖକୁ ଆସିବା ଦ୍ୱାରା ମୁକ୍ତ ହୋଇଯାଆନ୍ତି। ନା, ପ୍ରତ୍ୟେକଙ୍କର ନିଜ ନିଜର ପୁରୁଷାର୍ଥ ଅଛି। ଗୃହସ୍ଥ ବ୍ୟବହାରରେ ରହିଲା ବାଲା ଏଇଠି ରହିଲା ବାଲାଙ୍କ ଠାରୁ ବହୁତ ଭଲ ପୁରୁଷାର୍ଥ କରିପାରିବେ, ବହୁତ ଭଲ ବାହାଦୁରୀ ଦେଖାଇ ପାରିବେ। ତାଙ୍କୁ ହିଁ ମହାବୀର କୁହାଯାଏ। ଯିଏ ଗୃହସ୍ଥ ବ୍ୟବହାର ରହି କମଳପୁଷ୍ପ ସମାନ ହୋଇ ଦେଖାଇବେ। ସେମାନେ କହିବେ ଯେ ବାବା ଆପଣ ତ ଛାଡ଼ିଦେଲେ। ବାବା କହୁଛନ୍ତି ମୁଁ କେଉଁଠି ଛାଡ଼ିବି, ମୋତେ ହିଁ ଛାଡ଼ି କରି ଯାଇଛନ୍ତି। ବାବା ତ କାହାକୁ ବି ଛାଡ଼ି ଆସି ନାହାନ୍ତି। ଘରକୁ ଆହୁରି ଅଧିକ ସନ୍ତାନ ଆସିଗଲେ। ବାକି କନ୍ୟାମାନଙ୍କ ପାଇଁ ବାବା କହୁଛନ୍ତି ଯେ ତୁମେ ଈଶ୍ୱରୀୟ ସେବା କର। ଇଏ ବି ବାବା, ସିଏ ମଧ୍ୟ ବାବା ଅଟନ୍ତି। କୁମାର ମଧ୍ୟ ବହୁତ ଆସିଥିଲେ କିନ୍ତୁ ରହିପାରିଲେ ନାହିଁ। ତଥାପି କନ୍ୟାମାନେ ବହୁତ ଭଲ। କନ୍ୟାଙ୍କୁ 100 ବ୍ରାହ୍ମଣଙ୍କ ଠାରୁ ଉତ୍ତମ ଗଣାଯାଇଥାଏ। ବାସ୍ତବରେ କନ୍ୟା ତାଙ୍କୁ ହିଁ କୁହାଯିବ ଯିଏ 21 କୁଳର ଉଦ୍ଧାର କରନ୍ତି, ଜ୍ଞାନର ବାଣ ମାରିଥାନ୍ତି। ବାକି ଯିଏ ବି ଗୃହସ୍ଥ ବ୍ୟବହାରରେ ରହନ୍ତି ସେମାନେ ମଧ୍ୟ ବିକ୍ୟ ଅଟନ୍ତି। ଆଗକୁ ଗଲେ ସେମାନେ ମଧ୍ୟ ବନ୍ଧନମୁକ୍ତ ହୋଇଯିବେ। ସେବା ତ କରିବାର ଅଛି ନା। କେତେକ ସେବାଧାରୀ ସନ୍ତାନମାନେ ବାପଦାଦାଙ୍କ ହୃଦୟରେ ବସିଛନ୍ତି, ଯିଏକି ହଜାର ହଜାର ଲୋକଙ୍କର କଲ୍ୟାଣ କରୁଛନ୍ତି। ତେବେ ଏହିପରି ସେବାଧାରୀ ସନ୍ତାନମାନଙ୍କ ପ୍ରତି ଆଶୀର୍ବାଦ ମଧ୍ୟ ରହିବ। ସେମାନେ ହୃଦୟରେ ରହିବେ। ଯିଏ ହୃଦୟରେ ଅଛନ୍ତି ସିଏ ସିଂହାସନରେ ବସିବେ। ବାବା କହୁଛନ୍ତି ମିଳିମିଶି ସମସ୍ତଙ୍କୁ ମାର୍ଗ ଦେଖାଇବାର ଯୁକ୍ତି ରଚନା କର। ଚିତ୍ର ମଧ୍ୟ ତିଆରି ଚାଲିଛି। ଏସବୁ ହେଉଛି ବାସ୍ତବ କଥା। ବର୍ତ୍ତମାନ ତୁମେ ବୁଝାଉଛ ଯେ ପରମପିତା ପରମାତ୍ମା ହେଉଛନ୍ତି ନିରାକାର। ସିଏ ମଧ୍ୟ ବିନ୍ଦୁ ଅଟନ୍ତି, କିନ୍ତୁ ସିଏ ଜ୍ଞାନର ସାଗର ପତିତପାବନ ଅଟନ୍ତି। ଆତ୍ମା ମଧ୍ୟ ବିନ୍ଦୁ ସ୍ୱରୂପ ଅଟେ। ସନ୍ତାନ ସର୍ବଦା ଛୋଟ ହୋଇଥାଏ। ପିତା ଏବଂ ପୁତ୍ର ମଧ୍ୟରେ ଅନ୍ତର ତ ରହିଥାଏ ନା। ଆଜିକାଲି ତ 15-16 ବର୍ଷର ପିଲା ମଧ୍ୟ ବାପା ହୋଇଯାଉଛନ୍ତି। ତଥାପି ପିଲା ତାଙ୍କଠାରୁ ଛୋଟ ହେବ ନା। ଏଠାରେ ଚମତ୍କାର ଦେଖ। ବାପା ବି ଆତ୍ମା, ପିଲା ବି ଆତ୍ମା। ସେ ହେଉଛନ୍ତି ସୁପ୍ରିମ ଆତ୍ମା, ନଲେଜଫୁଲ। ଆଉ ସମସ୍ତେ ନିଜର ପାଠପଢ଼ା ଅନୁସାରେ ନିଚ ବା ଉଚ୍ଚ ପଦ ପାଉଛନ୍ତି। ସବୁର ମୂଳ ହେଉଛି ପାଠପଢ଼ା। ଶ୍ରେଷ୍ଠ କର୍ମ କରିବା ଦ୍ୱାରା ଉଚ୍ଚ ପଦ ପାଇଥାନ୍ତି। ଏବେ ତୁମ ପିଲାମାନଙ୍କ ପାଖରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ସ୍ୱର୍ଗରେ କେବଳ ଭାରତ ହିଁ ଥିଲା, ଆଉ କୌଣସି ରାଷ୍ଟ୍ର ନଥିଲା। ତେଣୁ ଛୋଟ ନୂଆ ଭାରତରେ ଆମର ସ୍ୱର୍ଗର ଚିତ୍ର ଦେଖାଇବା ଦରକାର। ଯେପରି ଦ୍ୱାରିକା ନାମ ନ ଦେଇ ଲକ୍ଷ୍ମୀନାରାୟଣଙ୍କର ରାଜବଂଶର ରାଜ୍ୟ ବୋଲି ଲେଖିବା ଦରକାର। ବୁଦ୍ଧି ମଧ୍ୟ କହୁଛି ସତ୍ୟଯୁଗରେ ପ୍ରଥମେ ଦୈବୀକୁଳର ରାଜ୍ୟ ହେବ। ସେମାନଙ୍କର ଗାଁ ଥିବ, ଛୋଟ ଛୋଟ ଅଞ୍ଚଳ ଥିବ। ଏହା ଉପରେ ମଧ୍ୟ ବିଚାର ସାଗର ମନ୍ଥନ କରିବାକୁ ହେବ। ତା ସହିତ ଶିବ ବାବାଙ୍କର ସଙ୍ଗେ ବୁଦ୍ଧିର ଯୋଗ ମଧ୍ୟ ଲଗାଇବାକୁ ହେବ। ଆମେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିଶ୍ୱର ବାସାଇ ନେଉଛୁ। ଏହାଦ୍ୱାରା ହିଁ କଳଙ୍କ ଛାଡ଼ିବ। ଏଇଥିପାଇଁ ହିଁ ସବୁ ମେହନତ ରହିଛି। କେତେକଙ୍କର ବୁଦ୍ଧି ବାହାରେ ଚକ୍କର ଖାଇ ଚାଲିଛି। ଏଇଠି ବସି ମଧ୍ୟ ବାବାଙ୍କ ସ୍ମୃତିରେ ରହିପାରୁ ନାହାନ୍ତି।
ବୁଦ୍ଧି ଅନ୍ୟ ଆଡ଼କୁ ଚାଲି ଯାଉଛି। ଭକ୍ତି ମାର୍ଗରେ ମଧ୍ୟ ଏହିପରି ହୁଏ। ଶ୍ରୀକୃଷ୍ଣଙ୍କୁ ଭକ୍ତି କରୁ କରୁ ଅନ୍ୟ ଆଡ଼କୁ ବୁଦ୍ଧି ଚାଲିଯାଏ। ନୌଧା ଭକ୍ତିବାଲା ସାକ୍ଷାତକାର ପାଇଁ ବହୁତ ମେହନତ କରନ୍ତି। କେତେ ଘଣ୍ଟା ବସି ରହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କ ବିନା ଆଉ କେହି ମନେ ନ ପଡ଼ନ୍ତୁ। ବହୁତ ମେହନତ ରହିଛି ଏଥିରେ। 8ର ମାଳା ଆଉ ପୁଣି 16,108ର ମାଳା ହୋଇଥାଏ। ଦୁନିଆର ତ ଲକ୍ଷେ ସଂଖ୍ୟାର ମାଳା ମଧ୍ୟ ଦେଖାଇଥାନ୍ତି, କିନ୍ତୁ ଜ୍ଞାନ ମାର୍ଗର ମାଳା ବହୁତ ମୂଲ୍ୟବାନ। ଭକ୍ତି ମାର୍ଗର ମାଳା ବହୁତ ଶସ୍ତା, କାହିଁକିନା ଏଥିରେ ଆତ୍ମିକ ପରିଶ୍ରମ ରହିଛି। ଶ୍ରୀକୃଷ୍ଣଙ୍କୁ ଦେଖ କିପରି ଖୁସିରେ ନୃତ୍ୟ କରୁଛନ୍ତି। ଭକ୍ତି ଏବଂ ଜ୍ଞାନ ମଧ୍ୟରେ ରାତି ଦିନର ଅନ୍ତର ରହିଛି। ତୁମକୁ ଏକଥା ବୁଝାଯାଏ ନାହିଁ ଯେ କୃଷ୍ଣଙ୍କୁ ୟାଦ କରିବା ଦ୍ୱାରା କଳଙ୍କ ଛାଡ଼ିବ। ଏଠି ତ ବୁଝାଯାଏ କି ଯେତିକି ବାବାଙ୍କୁ ମନେ ପକାଇବ ସେତିକି ପାପ ନାଶ ହେବ। ତୁମେ ସନ୍ତାନମାନେ ଏବେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ, ଏ କଥା କାହାରି ସ୍ୱପ୍ନରେ ମଧ୍ୟ ଖିଆଲ ନଥିବ। ଲକ୍ଷ୍ମୀ ନାରାୟଣ କୌଣସି ଲଢ଼େଇ ଆଦି କରିନାହାନ୍ତି, ପୁଣି ବିଶ୍ୱର ମାଲିକ କିପରି ହେଲେ, ଏ କଥା ତ ତୁମେ ସନ୍ତାନମାନେ ହିଁ ଜାଣିଛ। ବାବା କହୁଛନ୍ତି ତୁମକୁ ଯୋଗବଳ ଦ୍ୱାରା ରାଜ୍ୟ ମିଳିବ, କିନ୍ତୁ ଭାଗ୍ୟରେ ନାହିଁ। ତେଣୁ ପୁରୁଷାର୍ଥ ମଧ୍ୟ କରୁନାହାନ୍ତି, ସେବାଧାରୀ ହେଉନାହାନ୍ତି। ବାବା ତ ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଯେ ଏହିପରି ପ୍ରଦର୍ଶନୀ କର। ଅତି କମରେ 150ରୁ 200 ପ୍ରଦର୍ଶନୀ ଗୋଟିଏ ଦିନରେ ହୋଇଯାଉ। ଗାଁ ଗାଁକୁ ଯାଇ ପରିକ୍ରମା କର। ଯେତିକି ସେଣ୍ଟର ଅଛି ସେତିକି ପ୍ରଦର୍ଶନୀ ଲଗାଅ। ପ୍ରତ୍ୟେକ ସେଣ୍ଟରରେ ପ୍ରଦର୍ଶନୀ ରହିଲେ ବୁଝାଇବା ସହଜ ହୋଇଯିବ। ସେବା କେନ୍ଦ୍ର ମଧ୍ୟ ଦିନକୁ ଦିନ ବଢ଼ି ଚାଲିବ, ଯେଉଁଠାରେ ଚିତ୍ର ଆଦି ମଧ୍ୟ ରଖିପାରିବ। ନୂଆ ନୂଆ ଚିତ୍ର ତିଆରି ହୋଇ ଚାଲିଛି। ବୈକୁଣ୍ଠର ଚିତ୍ର ଖୁବ୍ ସୁନ୍ଦର ସୁନ୍ଦର ମହଲ ଆଦିର ଚିତ୍ର ତିଆରି କରିବା ଉଚିତ। ଆଗକୁ ଗଲେ ବୁଝାଇବା ପାଇଁ ବହୁତ ବଢ଼ିଆ ବଢ଼ିଆ ଚିତ୍ର ସବୁ ବାହାରିବ। ବରିଷ୍ଠ ନାଗରିକମାନେ ଭ୍ରମଣ ସମୟରେ ମଧ୍ୟ ସେବା କରିପାରିବେ। ଯାହାର ଭାଗ୍ୟ ଉଦୟ ହେବ ସିଏ ବୁଝିଯିବେ। କେତେକ ସନ୍ତାନ କୁକର୍ମ କରି ନିଜର ଇଜ୍ଜତ ହରାଇଥାନ୍ତି, ଯଦ୍ୱାରା ଯଜ୍ଞର ଇଜ୍ଜତ ମଧ୍ୟ ହରାଇ ଦେଇଥାନ୍ତି। ଯେପରି ଚାଲିଚଳନ ହେବ ସେହିପରି ପଦ ମିଳିବ। ଯିଏ ବହୁତଙ୍କୁ ସୁଖ ଦିଅନ୍ତି ତାଙ୍କର ତ ନାମ ଜ୍ଞାନ କରାଯାଏ ନା। ଏବେ ସର୍ବଗୁଣରେ ସମ୍ପନ୍ନ ତ ହୋଇନାହଁ ନା। କେହି ବହୁତ ବଢ଼ିଆ ସେବା କରୁଛନ୍ତି, ତାଙ୍କର ନାଁ ଶୁଣି ବାବା ଖୁସି ହୁଅନ୍ତି। ସେବାଧାରୀ ପିଲାମାନଙ୍କୁ ଦେଖି ବାବା ଖୁସି ହେବେ ନା। ଉତ୍ତମ ସେବା କରିବା ପାଇଁ ମେହନତ କରୁଛନ୍ତି। ସେଣ୍ଟର ମଧ୍ୟ ଖୋଲି ଚାଲିଛନ୍ତି, ଯାହାଦ୍ୱାରା ହଜାର ହଜାର ଆତ୍ମାଙ୍କର କଲ୍ୟାଣ ହେବାର ଅଛି। ତାଙ୍କ ଦ୍ୱାରା ପୁଣି ବହୁତ ବାହାରିବେ। ସମ୍ପୂର୍ଣ୍ଣ ତ କେହି ହୋଇନାହାନ୍ତି, କିଛି ନା କିଛି ଭୁଲ ବି ହୋଇଯାଉଛି। ମାୟା କାହାକୁ ହେଲେ ଛାଡ଼ୁନାହିଁ। ଯେତେ ସେବା କରି ନିଜର ଉନ୍ନତି କରିବେ ସେତିକି ହୃଦୟରେ ସ୍ଥାନ ପାଇବେ, ସେତିକି ହିଁ ଉଚ୍ଚପଦ ପାଇବେ। ପୁଣି କଳ୍ପ କଳ୍ପ ଏହିପରି ହିଁ ପଦ ହେବ। ଶିବ ବାବାଙ୍କୁ ତ କେହି ନିଜର କର୍ମ ଲୁଚାଇ ପାରିବେ ନାହିଁ। ଶେଷରେ ପ୍ରତ୍ୟେକଙ୍କୁ ନିଜର କର୍ମର ସାକ୍ଷାତକାର ତ ହୋଇଥାଏ। ପୁଣି କ'ଣ କରିପାରିବେ? ବହୁତ କାନ୍ଦିବାକୁ ପଡ଼ିବ। ସେଥିପାଇଁ ବାବା ବୁଝାଇଛନ୍ତି କି ଏପରି କୌଣସି କର୍ମ କର ନାହିଁ ଯାହାଦ୍ୱାରା ଶେଷରେ ଦଣ୍ଡର ଭାଗୀଦାର ହେବ। ପଶ୍ଚାତାପ କରିବାକୁ ପଡ଼ିବ। କିନ୍ତୁ ଯେତେ ବି ବୁଝାଅ ଯଦି ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ କରୁ ହିଁ ନାହାନ୍ତି। ଆଜିକାଲିର ମନୁଷ୍ୟ ତ ବାବାଙ୍କୁ ଜାଣନ୍ତି ନାହିଁ। ଭଗବାନଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ତାଙ୍କୁ ଜାଣନ୍ତି ନାହିଁ, ତାଙ୍କର କଥା ମାନୁନାହାନ୍ତି। ଏବେ ସେହି ବେହଦର ବାବାଙ୍କଠାରୁ ସେକେଣ୍ଡରେ ତୁମକୁ ସତ୍ୟଯୋଗୀ ସ୍ୱରାଜ୍ୟର ସମ୍ପତ୍ତି ମିଳୁଛି। ଶିବ ବାବାଙ୍କ ନାମକୁ ତ ସମସ୍ତେ ପସନ୍ଦ କରୁଛନ୍ତି ନା। ପିଲାମାନେ ଜାଣିଛନ୍ତି ଯେ ସେହି ବେହଦର ପିତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି କିପରି ମିଳୁଛି। ଆଚ୍ଛା, ମିଠା ମିଠା ଶିଖିଲେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାରାଂଶ ପଏଣ୍ଟ 1। ନିଜର ଚାଲିଚଳନ ଦ୍ୱାରା ବାବାଙ୍କର ବା ଯଜ୍ଞର ନାମ ପ୍ରତ୍ୟକ୍ଷ କରିବାର ଅଛି। ଏପରି କୌଣସି କର୍ମ ନ ହେଉ ଯଦ୍ୱାରା ବାବାଙ୍କ ଇଜ୍ଜତ ଯିବ। ସେବା ଦ୍ୱାରା ନିଜର ଭାଗ୍ୟ ନିଜେ ହିଁ ତିଆରି କରିବାର ଅଛି। 2 ନମ୍ବର, ବାପ ସମାନ କଲ୍ୟାଣକାରୀ ହୋଇ ସମସ୍ତଙ୍କର ଆଶୀର୍ବାଦ ନେଇ ପ୍ରଥମ ନମ୍ବର ନେବାର ଅଛି। ଗୃହସ୍ଥ ବ୍ୟବହାର ରହି କମଳପୁଷ୍ପ ସମାନ ରହି ବାହାଦୁରୀ ଦେଖାଇବାର ଅଛି। ଆଜିର ବରଦାନ, ସତ୍ତ୍ୱପ୍ରଧାନ ସ୍ଥିତିରେ ସ୍ଥିତ ରହି ସର୍ବଦା ସୁଖ ଶାନ୍ତିର ଅନୁଭୂତି କରୁଥିବା ଡବଲ ଅହିଂସକ ଭବ। ସର୍ବଦା ନିଜର ସତ୍ତ୍ୱପ୍ରଧାନ ସଂସ୍କାରଗୁଡ଼ିକରେ ସ୍ଥିତ ରହି ସୁଖ ଶାନ୍ତିର ଅନୁଭୂତି କରିବା ହିଁ ସଚ୍ଚା ଅହିଂସା ଅଟେ। ହିଂସା ଅର୍ଥାତ୍ ଯାହାଦ୍ୱାରା ଦୁଃଖ ଅଶାନ୍ତିର ପ୍ରାପ୍ତି ହେଉଥିବ। ତେଣୁ ଚେକ୍ କର ଯେ ସାରାଦିନ ଭିତରେ କୌଣସି ପ୍ରକାରର ହିଂସା କରୁନାହିଁ ତ। ଯଦି କେହି ଶବ୍ଦ ଦ୍ୱାରା ମଧ୍ୟ କାହାର ସ୍ଥିତିକୁ ଟଳମଳ କରିଦେଉଛି
ତେବେ ଏହା ମଧ୍ୟ ହିଂସା ଅଟେ। 2 ନମ୍ବର, ଯଦି ନିଜର ସତ୍ତ୍ୱପ୍ରଧାନ ସଂସ୍କାରକୁ ଦବେଇ ଦେଇ ଅନ୍ୟ କୌଣସି ସଂସ୍କାରକୁ କାର୍ଯ୍ୟକାରୀ କରୁଛ, ତେବେ ଏହା ମଧ୍ୟ ହିଂସା ଅଟେ। ସେଥିପାଇଁ ମହୀନତା ଅର୍ଥାତ୍ ସୂକ୍ଷ୍ମତାକୁ ଯାଇ ମହାନ ଆତ୍ମାର ସ୍ମୃତି ଦ୍ୱାରା ଡବଲ ଅହିଂସକ ହୁଅ। ସ୍ଲୋଗାନ, ସତ୍ୟ ସହିତ ଅସତ୍ୟ ମିଶିବା ମାତ୍ରକେ ହିଁ ଖୁସି ସମାପ୍ତ ହୋଇଯାଏ। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ତୁମମାନଙ୍କର ଗୋଟିଏ ଗୋଟିଏ ବାଣୀ ଅଲୌକିକ ହେଉ, ଫରିସ୍ତାମାନଙ୍କ ଭଳି ହେଉ, ପ୍ରତ୍ୟେକ ବାଣୀ ମଧୁର ହେଉ। ଏହି କଥା ଉପରେ ଏବେ ଅଧିକ ଗୁରୁତ୍ୱ ଦିଅ, ତେବେ ଯାଇ ପ୍ରତ୍ୟକ୍ଷତା ହେବ। କାହିଁକି ନା ଏବେ ପର୍ଯ୍ୟନ୍ତ ମଧ୍ୟ ବାଣୀର ଶକ୍ତି ବ୍ୟର୍ଥରେ ନଷ୍ଟ ହେଉଛି। ସେଥିପାଇଁ ବାଣୀ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ଯେତିକି ଶକ୍ତି ରହିବା ଦରକାର ତାହା କମ୍ ଅଛି। ତେଣୁ ନିଜର ବାଣୀର ଶକ୍ତିକୁ ଯଦି ବ୍ୟର୍ଥ ଠାରୁ ସୁରକ୍ଷିତ ରଖିବ, ତେବେ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଶବ୍ଦ ଚାରିଆଡ଼େ ଶୁଭିବ। ଓମ୍ ଶାନ୍ତି।